ମକର ରାଶି ପାଇଁ 2026 ମସିହାରେ ଶନିଙ୍କର ପ୍ରଭାବ ଅତ୍ୟନ୍ତ ଶୁଭପ୍ରଦ ରହିବ। ମକର ରାଶିର ଅଧିପତି ସ୍ୱୟଂ ଶନିଦେବ ମକର ରାଶିର ତୃତୀୟ ପରାକ୍ରମ ଭାବ ମୀନ ରାଶିରେ ଅବସ୍ଥାନ କରି 2026 ମସିହା ବର୍ଷରେ ମକର ରାଶି ଜାତ ବ୍ୟକ୍ତିଙ୍କୁ ପରାକ୍ରମୀ କରାଇବେ। ବିଭିନ୍ନ କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କର ଜାତକ ଚକ୍ରର ଚନ୍ଦ୍ର ଥିବା ରାଶିର ତୃତୀୟ ସ୍ଥାନରେ ଗୋଚରର ଫଳ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହି ସମୟରେ ଆପଣଙ୍କ ରାଶି ଅଧିପତି ଶନି ମୀନ ରାଶିରେ ଅବସ୍ଥାନ କରି ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ପ୍ରଦାନ କରିବେ, କିନ୍ତୁ ତତ୍ ସହିତ ଅଳସୁଆ ମଧ୍ୟ କରିବେ। ଆଳସ୍ୟପଣ ତ୍ୟାଗ ନ କଲେ ବହୁତ ଗୁଡ଼ିଏ ସୁନ୍ଦର ସୁଯୋଗ ହାତଛଡ଼ା ହେବ। ତେଣୁ ଏହି ବର୍ଷ ଅଳସୁଆପଣ ତ୍ୟାଗ କରି ସମୟ ଉପଯୋଗୀ ପରିଶ୍ରମ କଲେ ଜୀବନର ସମସ୍ତ କ୍ଷେତ୍ରରେ ଉନ୍ନତି କରିପାରିବେ। ମକର ରାଶି ଅଧିପତି ଶନିଦେବଙ୍କର ମୀନ ରାଶିରେ ଗୋଚର ଆପଣଙ୍କ ଭିତରେ ରହିଥିବା ସାମର୍ଥ୍ୟ ଓ କ୍ଷମତାକୁ ବହୁ ଗୁଣରେ ବଢ଼ାଇ ଦେବ। ପ୍ରେମ ସମ୍ପର୍କରେ ରହିଥିବା ମକର ରାଶି ଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହା ବହୁତ ଅନୁକୂଳ ଫଳ ପ୍ରଦାନ କରିବ। ପାର୍ଟନରଙ୍କ ସହିତ ସମ୍ପର୍କ ମଧୁରରୁ ମଧୁରତମ ହେବ। ରୋମାଣ୍ଟିଜିମ୍ ଭିତରେ ସମୟ କଟିବ। କିଛିଟା ଭାବପ୍ରବଣତା ମଧ୍ୟ ରହିବ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପାଠପଢ଼ାରେ କୃତିତ୍ୱ ଅର୍ଜନ କରିବେ। ପାଠପଢ଼ାରେ ମନ ଲାଗିବା ସହିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ଉଚ୍ଚଶିକ୍ଷା ଆହରଣ ପାଇଁ ଘରଠାରୁ ଦୂରକୁ ଯାତ୍ରା କରିବେ। ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଦୃଢ଼ୀଭୂତ ହେବ। ହୁଏତ ସମୟରେ ସାନ ଭାଇ ଭଉଣୀ କିଛିଟା ସମସ୍ୟାର ସାମନା କରିପାରନ୍ତି, କିନ୍ତୁ ସମୟକ୍ରମେ ସେହି ସବୁ ସମସ୍ୟାର ସମାଧାନ ହୋଇଯିବ। ମକର ରାଶି ଜାତ ବ୍ୟକ୍ତିଙ୍କର କ୍ୟାରିୟର କ୍ଷେତ୍ରରେ ରହିଥିବା ସମସ୍ୟା ଦୂର ହୋଇ କ୍ୟାରିୟର କ୍ଷେତ୍ରରେ ଭଲ ସମୟର ଆରମ୍ଭ ହେବ। ଚାକିରି କ୍ଷେତ୍ରରେ ପ୍ରମୋସନ୍ ଓ ଇନକ୍ରିମେଣ୍ଟ ମିଳିପାରିବ। ବାଣିଜ୍ୟ ବେପାର କ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିଲେ ମଧ୍ୟ ପରିଶ୍ରମର ଉଚିତ ଫଳ ପାଇପାରିବେ। ଏହି ସମୟରେ ବାକି ରହିଥିବା ବକେୟା ଟଙ୍କା ହସ୍ତଗତ ହେବ। ଧନ ରୋଜଗାର କରିବା ପାଇଁ ମନ ଭିତରେ ଆଗ୍ରହ ସୃଷ୍ଟି ହେବାରୁ ଏକ ମନ ଓ ଏକ ପ୍ରାଣ ହୋଇ ଧନ ରୋଜଗାରରେ ଲାଗି ପଡ଼ିବେ। ଖର୍ଚ୍ଚ କରିବାର ପ୍ରବୃତ୍ତି ଉପରେ ଅଙ୍କୁଶ ଲଗାଇ ଧନ ସଞ୍ଚୟ କରିବାରେ ମନ ଦେବେ, ଯାହାଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ମକର ରାଶି ଜାତ ବ୍ୟକ୍ତି କିଛିଟା ଆଧ୍ୟାତ୍ମବାଦୀ ହେବେ। ପୂର୍ବରୁ ରହିଥିବା ନାସ୍ତିକ ଭାବ ଦୂର ହୋଇ ଧର୍ମକର୍ମରେ ମନ ଦେବେ। ଦେବତା ଓ ବ୍ରାହ୍ମଣଙ୍କୁ ସମ୍ମାନ ପ୍ରଦର୍ଶନ କରିବେ। ତୀର୍ଥସ୍ଥାନ ଅଥବା ଦେବଦର୍ଶନ ପାଇଁ ଦୂରସ୍ଥାନ ଭ୍ରମଣରେ ଯିବେ। 2026 ମସିହା ଭାଗ୍ୟୋନ୍ନତିର ବର୍ଷ ରହିବ। ମକର ରାଶି ଜାତ ବ୍ୟକ୍ତି ଏହି ବର୍ଷ ଶନିଦେବଙ୍କ ପ୍ରଦତ୍ତ ପ୍ରଭାବରୁ ଶୁଭତ୍ୱ ବୃଦ୍ଧି ପାଇଁ ପ୍ରତ୍ୟହ ମହାବୀର ହନୁମାନଙ୍କର ପ୍ରିୟ ମନ୍ତ୍ର ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ। ବିଶେଷ ସୁଫଳ ପାଇପାରିବେ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।